ପିଲାମାନେ ତମର ଯେଉଁ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଯେଉଁ ତମର ରିକ୍ୱାରମେଣ୍ଟଟି ବାହାରିଥିଲା ଆର୍ଆଇ ଅମିନ ଆଉ ଏଆର୍ଆଇ ଯେଉଁ ତମର କମ୍ବାଇନ୍ ରିକ୍ୱାରମେଣ୍ଟଟି ବାହାରିଥିଲା ତାର ଏକ୍ଜାମ୍ ଡେଟ୍ ତମର ଆସିଯାଇଛି ଯେଉଁଟାକି ତମର 22 ମେରୁ ତମର ଏକ୍ଜାମ୍ ଷ୍ଟାର୍ଟ ହେଇଯାଉଛି ତମର ଜୁନ୍ 3rd ୱିକ୍ ପର୍ଯ୍ୟନ୍ତ। ତ ଯିଏ ବି ଏକ୍ଜାମ୍ ଦେବ ବା ଦେବା ପାଇଁ ଯାଉଛ ତ ଫାର୍ଷ୍ଟ ଅଫ୍ ଅଲ୍ ତୁମେ ଜାଣି ରଖିବା ଦରକାର ତୁମର ଏକ୍ଜାମ୍ ପାଟର୍ନ କେମିତି ଏକ୍ଜାମ୍ରେ ତୁମର କ'ଣ କ'ଣ କ୍ୱେଶ୍ଚନ୍ ଆସିବ କେଉଁଠୁ କେତେ କ୍ୱେଶ୍ଚନ୍ ଆସିବ ତାକୁ ତୁମେ ଜାଣି ରଖିବା ଦରକାର କ'ଣ କ'ଣ ନେଇକି ଯିବ ତାକୁ ବି ଜାଣି ରଖିବା ଦରକାର। ତ ପିଲାମାନେ ଦେଖ ତୁମର ଆଉ 2 ଦିନ ରହିଲା ତୁମର ଏକ୍ଜାମ୍ କାହିଁକିନା ଆଜି 20-22 ତୁମର ଏକ୍ଜାମ୍ ଷ୍ଟାର୍ଟ। ତ ଏକ୍ଜାମ୍ ତୁମର ଏଇଟା ଫାର୍ଷ୍ଟ ପ୍ରିଲିମ୍ସ ଏକ୍ଜାମ୍ କାହିଁକିନା ତୁମର 2ଟା ଏକ୍ଜାମ୍ ହେବ ଗୋଟେ ମେନ୍ସ ଗୋଟେ ହେଲା ପ୍ରିଲିମ୍ସ। ତ ଫାର୍ଷ୍ଟ ତୁମେ ପ୍ରିଲିମ୍ସ କ୍ୱାଲିଫାଇ କଲେ ମେନ୍ସ ଏକ୍ଜାମ୍ ଦେବ। ତ ଟୋଟାଲ୍ କ୍ୱେଶ୍ଚନ୍ ତୁମର 100ଟି କ୍ୱେଶ୍ଚନ୍ ଆସିବ ଯେଉଁଠି ତୁମର 100 ମାର୍କ ମାନେ କ୍ୟାରି କରିବ ଆଉ ସବୁ ତୁମର ମଲ୍ଟିପୁଲ୍ ଚଏସିଂ କ୍ୱେଶ୍ଚନ୍ ଆସିବ। ଟୋଟାଲ୍ ମାର୍କ ତୁମର 100 ଟାଇମ୍ ଡ୍ୟୁରେସନ୍ ଯଦି ଦେଖିବ ତୁମର 90 ମିନିଟ୍ ମାନେ ତୁମକୁ ଘଣ୍ଟେ ତୁମର 30 ମିନିଟ୍ ସେ ତୁମକୁ ଟାଇମ୍ ଦେବ। ଆଉ ନେଗେଟିଭ୍ ମାର୍କିଂ ସେମିତି ତୁମର ରହିଛି 0.25ର ନେଗେଟିଭ୍ ମାର୍କିଂ ରହିଛି ଯେଉଁଟାକି ତୁମେ ଜାଣିଥିବ କି ତୁମେ 4ଟା କ୍ୱେଶ୍ଚନ୍ ଭୁଲ କଲେ ତୁମର 1 ମାର୍କ କଟିଯିବ। ତ କ୍ୱେଶ୍ଚନ୍ ଷ୍ଟାଣ୍ଡାର୍ଡ଼ ତୁମର 10th ଷ୍ଟାଣ୍ଡାର୍ଡ଼ର ସେ ତୁମକୁ କ୍ୱେଶ୍ଚନ୍ ସେ ପଚାରିବ ଆଉ ମିନିମମ୍ କ୍ୱାଲିଫିକେସନ୍ ମାର୍କ ତୁମର 35% କାହିଁକିନା ୟାଠୁ ତୁମର ବହୁତ ଅଧିକା କଟ୍ ଅଫ୍ ଯାଏ। ସେ କ୍ୱାଲିଫାଇଂ ମାର୍କ ଦେଇଛି 35% କିନ୍ତୁ କଟ୍ ଅଫ୍ ତୁମର ବହୁତ ଅଧିକା ଯାଏ। ତ ସେମିତି ତୁମେ ଭଲସେ ଏକ୍ଜାମ୍ ଦେବ ପିଲାମାନେ। ଦେଖ ତୁମର ଯଦି ସବଜେକ୍ଟ ୱାଇଜ୍ ତୁମେ ଯଦି ଦେଖିବ ତାହେଲେ ତୁମର ମ୍ୟାଥମେଟିକ୍ସରୁ ତୁମର 20ଟି କ୍ୱେଶ୍ଚନ୍ ଆସିବ ଯେଉଁଠି ତୁମର 20 ମାର୍କ, ଜେନେରାଲ୍ ଷ୍ଟଡିଜ୍ରୁ 20ଟି କ୍ୱେଶ୍ଚନ୍ 20 ମାର୍କ, ଇଂଲିଶରୁ 20ଟି କ୍ୱେଶ୍ଚନ୍ 20 ମାର୍କ, ଓଡ଼ିଆ ଲାଙ୍ଗୁଏଜ୍ରୁ 15ଟି କ୍ୱେଶ୍ଚନ୍ 15 ମାର୍କ, କମ୍ପ୍ୟୁଟର ନଲେଜ୍ରୁ 15ଟି କ୍ୱେଶ୍ଚନ୍ 15 ମାର୍କ ଆଉ ଲଜିକାଲ୍ ରିଜନିଂରୁ 10ଟି କ୍ୱେଶ୍ଚନ୍ 10 ମାର୍କ ହେଲା। ତାପରେ ଦେଖ ତୁମର ଯେଉଁ ଏକ୍ଜାମ୍ ଯେଉଁ ତୁମେ ଦେବା ପାଇଁ ଯିବ ତୁମେ ମୋର ଫାର୍ଷ୍ଟ ଅଫ୍ ଅଲ୍ ତୁମେ ଆଡମିଟ୍ କାର୍ଡ଼ ନେଇକି ଯିବ ଯେଉଁଠି ତୁମେ ହଲ୍ ଟିକେଟ୍ ତୁମେ କହିଥାଅ ଯିଏ ବି ଆଡମିଟ୍ କାର୍ଡ଼ ଡାଉନଲୋଡ଼ କରିନ ତାର ଅଫିସିଆଲ୍ ୱେବସାଇଟ୍ OSSC ଅଫିସିଆଲ୍ ୱେବସାଇଟ୍ ଯାଇକି ତୁମେ ଆଡମିଟ୍ କାର୍ଡ଼ ଡାଉନଲୋଡ଼ କରିଦିଅ ଯେଉଁଠି ତୁମର ହଲ୍ ଟିକେଟ୍ ୟାକୁ ତୁମେ ନେଇକି ଯିବ। ଗୋଟେ ଫଟୋ ଆଇଡି ପ୍ରୁଫ୍ ତୁମେ ନେଇକି ଯିବ ଯେଉଁଠି ତୁମର ଅରିଜିନାଲ୍ ଯେଉଁଠି ତୁମର ଆଇଦର ସେ ହେଇଥାଉ ତୁମର ଆଧାର କାର୍ଡ଼, ପାନ୍ କାର୍ଡ଼, ଭୋଟର ଆଇଡି, ପାସପୋର୍ଟ ଆଉ ତୁମର ଡ୍ରାଇଭିଂ ଲାଇସେନ୍ସ ଏଇ ଭିତରୁ ତୁମେ ଯେଉଁଟା ହେଲେ ନେଇକି ଯିବ ଯେଉଁଠି ତୁମର ଅରିଜିନାଲ୍ ହେଇଥିବ ପିଲାମାନେ। ଆଉ ଫଟୋକପି ସେମିତି ତୁମର 2ରୁ 3ଟି ତୁମେ ନେଇକି ଯାଇଥିବ ଯେଉଁଠି ତୁମର ରିସେଣ୍ଟ ପାସପୋର୍ଟ ସାଇଜ୍ ଫଟୋ ହେଇଥିବ। ଗୋଟେ ବଲ୍ ପେନ୍ ଯେଉଁଠି ତୁମର ରବ୍ କରିବାରେ ସେ ତୁମକୁ ସାହାଯ୍ୟ କରିବ। ତାପରେ ଦେଖ ପିଲାମାନେ ଯେତେବେଳେ ତୁମେ ତୁମର ଯେଉଁ ଏକ୍ଜାମ୍ ସେ କଣ୍ଡକ୍ଟ କରୁଛି OSSC ଯେଉଁ ତୁମର ଏକ୍ଜାମ୍ ସେ କଣ୍ଡକ୍ଟ କରୁଛି ସେ ତୁମର 3ଟି ଫର୍ମାଟ୍ରେ ସେ ତୁମର ମାନେ 3ଟି ସିଫ୍ଟରେ ସେ ତୁମର ଏକ୍ଜାମ୍ ସେ କଣ୍ଡକ୍ଟ କରିବ। ଯେମିତି ଆଜ୍ ୟୁଜୁଆଲ୍ ତୁମର ହୋଇଥାଏ ତୁମର ଫାର୍ଷ୍ଟ ମର୍ଣ୍ଣିଂରେ ଗୋଟେ ସିଫ୍ଟ ଥାଏ, ଆଫ୍ଟରନୁନ୍ରେ ଗୋଟେ ସିଫ୍ଟ ଥାଏ ଆଉ ତୁମର ଇଭିନିଂରେ ଗୋଟେ ସିଫ୍ଟ ଥାଏ। ଏତିକି ଥିଲା ତୁମର ଇନଫର୍ମେସନ୍।